ସାଙ୍ଗ ତୁ ଆମ୍ବ ତୋଳି ସାରିଲୁ? ହଁ ହଁ ମୋ ଆମ୍ବ ତୋଳା ସରିଗଲା, ଚାଲ ଏବେ ଘରକୁ ଯିବା। ଏମିତି କଥା ହେଇ ସେମାନେ ଆମ୍ବ ନେଇ ଘରକୁ ଗଲେ। ସେମାନେ ଫଳ ତୋଳିବା ସମୟରେ ଗଛର କିଛି ଡାଳ ଭାଙ୍ଗି ଦେଇଥିଲେ। ଯୋଉ ଗଛର ଫଳ ଏମାନେ ନେଲେ ସେଇ ଗଛର ଡାଳ ଭାଙ୍ଗିଦେଲେ। ଗଛ, ତତେ ଭାରି କଷ୍ଟ ହେଉଥିବ ନା? ରହ, ମୁଁ ଏବେ ପାଣି ଆଣି ତ ମୂଳରେ ଢାଳୁଛି। ତାପରେ ଚଢ଼େଇ ଗଛର ମୂଳକୁ ପରିଷ୍କାର କରି ପାଣି ଢାଳିଲା। ଚଢ଼େଇ ଗଛମାନଙ୍କୁ ବହୁତ ଭଲ ପାଉଥିଲା। ସେ କୌଣସି ଗଛକୁ କଷ୍ଟ ଦେଉନଥିଲା। ଏମିତି ଗୋଟେ ଦିନ, ଆରେ ମା, ତୁ ଏଇଠି କ'ଣ କରୁଛୁ? ମୁଁ ଚାରା ଗଛ ଲଗାଉଥିଲି। ମା, କ'ଣ କହୁଥିଲ କି? ସାରା ଦିନ ଖାଲି ଗଛ ଲଗେଇବାରେ ବ୍ୟସ୍ତ ରହିଲା। ଘରେ ଆଉ ଖାଇବା ନାହିଁ, ସେଥିପ୍ରତି ତୋର ଧ୍ୟାନ ଅଛି କି ନାହିଁ? ଏତେ କଷ୍ଟରେ ତୁ ଜମିଦାର ଘରେ କାମ ପାଇଥିଲୁ, ହେଲେ ଅଳ୍ପ ଦିନରେ ହିଁ ତୁ କାମ ଛାଡ଼ିଦେଲୁ। ଏବେ ଘର କେମିତି ଚଳିବ କହ? ଜମିଦାର ବହୁତ ଖରାପ ମା। ସେ ସବୁ ସମୟରେ ମତେ ଗଛ କାଟିବାକୁ କୁହନ୍ତି, ହେଲେ ଦିନେ ବି ମତେ ଗଛ ଲଗେଇବାକୁ କହିନାହାନ୍ତି। ତୁମେ ତ ଜାଣ ମା, ମତେ ଗଛକୁ କଷ୍ଟ ଦେବା ପାଇଁ ଜମା ବି ଭଲ ଲାଗେନି। ସେଥିପାଇଁ ମୁଁ ଜମିଦାର ଘରେ କାମ କଲିନି। ଚିନ୍ତା କରନି ମା, ଆଉ କିଛି ଦିନ ପରେ ମୁଁ ଲଗେଇଥିବା ଗଛ ବଡ଼ ହେଇ ସେଥିରେ ଫଳ ଫଳିବ। ସେତେବେଳେ ଆମେ ସେ ଫଳ ବିକ୍ରି କରି ଆରାମରେ ଚଳିପାରିବା। ହଁ ହଁ, ତୋ ଗଛରେ ଯେବେ ଫଳ ହେବ ସେତେବେଳକୁ ଆମେ ଭୋକ ଶୋଷରେ ମରି ସାରିଥିବାଣି। ଯା, ଏବେ ହିଁ ଜଙ୍ଗଲକୁ ଯା, କାଠ କାଟି ବଜାରରେ ବିକ୍ରି କର। ଯଦି ସେତିକି କାମ ନ କରିବୁ ମୋ ଘରେ ତୁ ଆଉ ରହିପାରିବୁନି। ଏମିତି ରାଗି ବୁଢ଼ୀ ଚଢ଼େଇ ଘର ଭିତରକୁ ଚାଲିଗଲା। ତାର ଝିଅ ଆଉ କିଛି ଉପାୟ ନ ପାଇ କୁରାଢ଼ୀ ଧରି ଜଙ୍ଗଲ ଭିତରକୁ ଗଲା। କେତେ ସୁନ୍ଦରୀ ଗଛଲତା! ଏତେ ସୁନ୍ଦର ସୁନ୍ଦର ଗଛ ଗୁଡାକୁ ଦେଖି ତ ମତେ ତାଙ୍କୁ କାଟିବାକୁ ଇଚ୍ଛା ହଉନି। ଗଛ କାଟିଲେ ପରିବେଶର ହିଁ କ୍ଷତି ହୁଏ, ହେଲେ ମୋ ମା ଏ କଥା ବୁଝୁନାହାନ୍ତି। ମୁଁ ଏ ଗଛ ମାନଙ୍କୁ କାଟି ପାରିବିନି। ମୁଁ ଜଙ୍ଗଲର ଆଉ ଟିକେ ଭିତରକୁ ଯାଇ ଦେଖେ, ସେଠି ହୁଏତ ମୁଁ ଶୁଖିଲା ଗଛ ପାଇଯିବି। ଏମିତି ସେ ଚଢ଼େଇ ଆଗକୁ ଯାଉ ଯାଉ ଜଙ୍ଗଲର ବହୁତ ଭିତରକୁ ଗଲା, ହେଲେ ସେଠି ସେ ଗୋଟେ ବି ଶୁଖିଲା ଗଛ ପାଇଲାନି। ଏ କ'ଣ, ଏତେ ଦୂରକୁ ଚାଲି ଆସିଲିଣି, ହେଲେ ମୁଁ ଗୋଟେ ବି ଶୁଖିଲା ଗଛ ପାଇଲିନି। ତା ମାନେ କ'ଣ ମୁଁ ଆଜି ଘରକୁ ଫେରି ପାରିବିନି? ଚଢ଼େଇ ଏପରି କହୁଥିବା ସମୟରେ ତାର ନଜର ଗୋଟେ ଶୁଖିଲା ଗଛ ଉପରେ ପଡ଼ିଲା। ସେ ଶୁଖିଲା ଗଛରେ ଗୋଟିଏ ମାତ୍ର ଆମ୍ବ ଝୁଲିଥିଲା। ଏ କ'ଣ, ଗଛଟି ଶୁଖି ଯାଇଥିଲେ ବି ସେଥିରେ ଗୋଟେ ଆମ୍ବ ଫଳିଛି। ନିଶ୍ଚୟ ପାଣି ଅଭାବରୁ ଗଛଟିର ପତ୍ର ଝଡ଼ି ଯାଇଥିବ। ସେ ଏଯାଏଁ ମରିନି। ମୁଁ କିଛି ପାଣି ଆଣି ଗଛ ମୂଳରେ ଦିଏ, ଗଛଟିକୁ ଭଲ ଲାଗିବ। ତାପରେ ଚଢ଼େଇ ପାଣି ଆଣି ଶୁଖିଲା ଗଛ ମୂଳରେ ଢାଳିଲା। କିଛି ସମୟ ପରେ ସେ ବଡ଼ ଆମ୍ବଟି କଥା କହିଲା। ଚଢ଼େଇ, ତତେ ବହୁତ ବହୁତ ଧନ୍ୟବାଦ। ଆଜି ତୋ ପାଇଁ ମୁଁ ଅନେକ ଦିନ ପରେ ପାଣି ପାଇଲି। ଏ କ'ଣ, ଆମ୍ବଟି କଥା କେମିତି କହୁଛି? ଏ ଆମ୍ବ ଭୂତ ନୁହେଁ ତ? ବଞ୍ଚାଅ, ବଞ୍ଚାଅ, ମତେ କେହି ଭୂତ ଆମ୍ବ ପାଖରୁ ବଞ୍ଚାଅ। ରହିଯା ଚଢ଼େଇ, ମତେ ଛାଡ଼ି ଯାନି। ମୁଁ ଭୂତ ନୁହଁ, ମୁଁ ଗୋଟେ ପରୀ। ମତେ ତୋର ସାହାଯ୍ୟ ଦରକାର। କ'ଣ ହେଲା? ତୁମେ ଜଣେ ପରୀ, ହେଲେ ତୁମର ଏମିତି ଅବସ୍ଥା କେମିତି ହେଲା? ସେ ଅନେକ କଥା, ଶୁଣିବୁ ମୋ କାହାଣୀ। ଦିନେ ମୁଁ ଏ ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲି। ସେତେବେଳେ ମୁଁ ଗୋଟେ ସୁନ୍ଦର ଫୁଲ ଫଳର ବଗିଚାକୁ ଦେଖିଲି। ବାଃ, ଏ ବଗିଚାର ଫୁଲ ଫଳ କେତେ ସୁନ୍ଦର ହେଇଛି। ମୁଁ ଏ ସବୁ ଫୁଲ ଫଳ ତୋଳି ମୋ ଘରକୁ ନେଇଯିବି। ଏମିତି କହି ମୁଁ ଫୁଲ ଫଳ ତୋଳିଲି। ମୋ ପାଇଁ ଅନେକ ଗଛର କ୍ଷତି ହେଲା। ମୋ ବଗିଚାର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଲି। ଏସବୁ ଦେଖି ଜଙ୍ଗଲର ଦେବୀ ଅନେକ ରାଗିଗଲେ, ଆଉ ମୋ ପାଖକୁ ଆସିଲେ। ତୋର ଏତେ ବଡ଼ ସାହସ, ତୁ ମୋ ଜଙ୍ଗଲର ପରିବେଶକୁ ନଷ୍ଟ କରୁଛୁ। ଏ ଜଙ୍ଗଲ ସମସ୍ତଙ୍କର। ତୁ ଜଙ୍ଗଲର କ୍ଷତି କରି ସମସ୍ତଙ୍କୁ କଷ୍ଟ ଦେଇଛୁ। ଏବେ ତୁ ତାର ଶାସ୍ତି ପାଇବୁ। ଏମିତି କାହିଁକି କହୁଛନ୍ତି ଦେବୀ? ମୁଁ ତ କିଛି ବି ଭୁଲ କରିନି। ମୁଁ କେବଳ ଫୁଲ ଫଳ ତୋଳୁଥିଲି। ତୁ ଏଯାଏଁ ତ ଭୁଲ ବୁଝିପାରିଲୁନି? ଚାରିଆଡ଼କୁ ଭଲ ଭାବରେ ଦେଖେ। ଫୁଲ ଫଳ ତୋଳିବା ସମୟରେ ତୁ କେମିତି ଗଛମାନଙ୍କର ଡାଳ ଭାଙ୍ଗିଛୁ। ତୁ ଏ ଜଙ୍ଗଲର ସୌନ୍ଦର୍ଯ୍ୟକୁ ନଷ୍ଟ କରିଛୁ। ଏବେ ତୁ ତାର ଶାସ୍ତି ପାଇବୁ। ଏମିତି କହି ଦେବୀ ମତେ ଏକ ଗଛ କରିଦେଲେ। ମୁଁ ଗୋଟେ ଆମ୍ବ ରୂପରେ ଗଛରେ ଝୁଲି ରହିଲି। ଦିନକୁ ଦିନ ପାଣି ଅଭାବରେ ମୁଁ ଶୁଖିବାକୁ ଲାଗିଲି। ଭାବିଥିଲି ଏମିତି ହିଁ ମୁଁ ମରିଯିବି, ହେଲେ ସେତେବେଳେ ତୁ ଆସି ମୋ ମୂଳରେ ପାଣି ଦେଇ ମତେ ରକ୍ଷା କଲୁ।
ଦେବୀ କହିଥିଲେ ଯାହା ମନରେ ଗଛମାନଙ୍କ ପ୍ରତି ଦୟା ଭଲ ପାଇବା ଥିବ ସେ ହିଁ ମୋତେ ରୂପରୁ ମୁକ୍ତ କରିପାରିବ। ଚଢ଼େଇ ତୁ ମୋତେ ଏବେ ସାହାଯ୍ୟ କର, ମୁଁ ଜାଣେ ତୁ ବହୁତ ଭଲ ମନର। ଠିକ୍ ଅଛି, ମୋତେ କୁହ ମୁଁ ତୁମକୁ କେମିତି ସାହାଯ୍ୟ କରିବି? ଏଠାରୁ କିଛି ଦୂରରେ ଗୋଟେ ନଦୀ ଅଛି। ସେ ନଦୀ ପାର ହେଲେ ଗୋଟେ ଖୋଲା ପଡ଼ିଆ ପାଇବୁ। ଦିନେ ସେ ପଡ଼ିଆ ଜଙ୍ଗଲ ଥିଲା। ମଣିଷ ମାନେ ସେ ଜଙ୍ଗଲର ସବୁ ଗଛ କାଟିବା ଯୋଗୁଁ ପଶୁ ପକ୍ଷୀ ଆଉ ସେଠି ରହିପାରିଲେନି। ଏବେ ସେଇଟା ଗୋଟେ ଖୋଲା ପଡ଼ିଆ। ତୁ ସେଠାକୁ ଯାଇ ସେଠି 100ଟି ଗଛ ଲଗେଇବୁ। ତାହେଲେ ଯାଇ ଜଙ୍ଗଲର ଦେବୀ ତୋ ଉପରେ ଖୁସି ହେଇ ତତେ ଦେଖାଦେବେ। ବୁଝିଗଲି, ଯେତେବେଳେ ଜଙ୍ଗଲର ଦେବୀ ଦେଖା ହେବେ ତାଙ୍କୁ ତୁମ ମୁକ୍ତିର କଥା ମୁଁ କହିବି। ହଁ ଚଢ଼େଇ, ତୁ ଠିକ୍ କହିଲୁ। ହେଲେ ଚଢ଼େଇ ତୁ ମୋ ପାଇଁ କ'ଣ ଏତେ କଷ୍ଟ କରିପାରିବୁ? ଆରେ ଏଥିରେ କଷ୍ଟ କ'ଣ? ମୋତେ ଗଛ ଲଗେଇବାକୁ ବହୁତ ଭଲ ଲାଗେ। ଆଉ ଗୋଟେ ଖୋଲା ପଡ଼ିଆକୁ ଜଙ୍ଗଲ କରିପାରିଲେ ମୁଁ ଅନେକ ଖୁସି ହେବି। ଏବେ ମୁଁ ଯାଉଛି। ଏମିତି କହି ଚଢ଼େଇ ଶୀଘ୍ର ତା ଘରକୁ ଗଲା ଆଉ ତାର ମାକୁ ସବୁ ଘଟଣା କହିଲା। ତାପରେ ସେ କୋଦାଳ ଆଉ 100ଟି ଚାରା ଗଛ ଧରି ଖୋଲା ପଡ଼ିଆକୁ ଗଲା। ସେ ଦିନସାରା ପରିଶ୍ରମ କରି ଚାରା ଗଛ ଲଗେଇଲା। ସେତେବେଳେ ଜଙ୍ଗଲର ଦେବୀ ଖୁସି ହେଇ ତା ପାଖକୁ ଆସିଲେ। ବାଃ ଚଢ଼େଇ, ଗଛମାନଙ୍କ ପ୍ରତି ତୋର ଏତେ ଭଲ ପାଇବା ଦେଖି ମୁଁ ଅନେକ ଖୁସି। କହ ତୁ କ'ଣ ଉପହାର ନେବୁ? ତୁ ଯାହା କହିବୁ ମୁଁ ସବୁ ଦେବି। ମୋର କିଛି ଦରକାର ନାହିଁ ଦେବୀ। ଆମ୍ବ ଭିତରେ ଥିବା ପରୀକୁ ତୁମେ ମୁକ୍ତ କରିଦିଅ। ସେ ନିଜ ଭୁଲ ବୁଝି ସାରିଲେଣି। ମୁଁ କେବଳ ଏତିକି ଚାହୁଁଛି। ଆଚ୍ଛା ଠିକ୍ ଅଛି ଚଢ଼େଇ, ତୁ ଯଦି ଏମିତି ଚାହୁଁଛୁ ତେବେ ସେ ପରି ଶୀଘ୍ର ହିଁ ଆମ୍ବରୁ ମୁକ୍ତ ହେବ। ଏବେ ଚାଲେ ସେଠାକୁ ଯିବା। ଏମିତି କହି ଜଙ୍ଗଲର ଦେବୀ ଚଢ଼େଇ ସାଙ୍ଗରେ ସେ ଶୁଖିଲା ଗଛ ପାଖକୁ ଆସିଲେ ଆଉ ପରୀକୁ ଆମ୍ବରୁ ମୁକ୍ତ କଲେ। ତତେ ଅନେକ ଅନେକ ଧନ୍ୟବାଦ ଚଢ଼େଇ। ଆଜି ତୋ ପାଇଁ ମୁଁ ମୋ ପୂର୍ବ ରୂପ ଫେରି ପାଇଲି। ପରୀ, ସବୁବେଳେ ଗୋଟେ କଥା ମନେ ରଖିବା, ପରିବେଶର କ୍ଷତି କଲେ ଆମ ନିଜର ହିଁ କ୍ଷତି ହେବ। ହଁ ଚଢ଼େଇ, ଏ କଥା ମୋର ସବୁବେଳେ ମନେ ରହିବ। ମୁଁ ତତେ ଉପହାରୀ କିଛି ମଞ୍ଜି ଦେଉଛି। ଏଇ ନେ, ଏସବୁ ଯାଦୁର ମଞ୍ଜି। ଏ ମଞ୍ଜିରୁ ଯୋଉ ଗଛ ବାହାରିବ ସେ ଗଛର ଫଳ କେବେ ବି ସରିବନି। ତାପରେ ଚଢ଼େଇ ସେ ସବୁ ମଞ୍ଜି ଧରି ଘରକୁ ଆସିଲା ଆଉ ନିଜ ଅଗଣାରେ ଲଗେଇଲା। ସଙ୍ଗେ ସଙ୍ଗେ ମଞ୍ଜି ମାନଙ୍କରୁ ଗଛ ବାହାରିଲା ଆଉ ସବୁ ଗଛରେ ଅନେକ ଅନେକ ଫଳ ଫଳିଥିଲା। ଏସବୁ ଦେଖି ଚଢ଼େଇ ଆଉ ତାର ମା ଖୁବ୍ ଖୁସି ହେଇଗଲେ। ସେମାନେ ଫଳ ବିକ୍ରି କରି ଭଲରେ ରହିଲେ। ଗୋଟିଏ ଜଙ୍ଗଲରେ ଏକ ଅନାଥ କାଉ ରହୁଥିଲା। ସେ ଅଳସୁଆ ହେଲେ ବି ତାର ଗୋଟେ ଗୁଣ ଥିଲା। ସେ ସବୁ ପଶୁପକ୍ଷୀଙ୍କ ଶବ୍ଦ ନକଲ କରିପାରୁଥିଲା। ଯେବେ ବି କୌଣସି ଜଙ୍ଗଲରେ କିଛି ଉତ୍ସବର ପାଳନ ହୁଏ କାଉ ସେଠାକୁ ଯାଇ ତା ପ୍ରତିଭା ଦେଖି ଟଙ୍କା ରୋଜଗାର କରେ। ସେ ଟଙ୍କାରେ ବେଶ ଆରାମରେ ଚଳିଯାଏ। ଏମିତି ଦିନେ ଚମ୍ପା ନାମକ ଏକ ଝିଅକୁ ବାହା ହେଇ ସେ ନିଜ ଘରକୁ ଆସିଲା। କିରେ କାଉ, ଏ ଝିଅଟି କିଏ? ତୁ କେବେ ବାହା ହେଲୁ? ମିଟୁ ଭାଇ, ମୁଁ କାମରେ ପାଖ ଜଙ୍ଗଲକୁ ଯାଇଥିଲି। ମୁଁ ଚମ୍ପାକୁ ସେଠି ଦେଖିଲି। ମତେ ଚମ୍ପା ଭଲ ଲାଗିବାରୁ ମୁଁ ତାକୁ ବାହା ହେଇ ଘରକୁ ନେଇ ଆସିଲି। ବାହାଘର ଏତେ ଶୀଘ୍ର ହେଇଗଲା ଯେ ମୁଁ କାହାକୁ ବି ଖବର ଦେଇ ପାରିଲିନି। ଓ ଆଚ୍ଛା, ଏମିତି କଥା। ହଉ, ତୁ ଏବେ ତ ସ୍ତ୍ରୀକୁ ନେଇ ଘରକୁ ଯା। ଏମିତି କଥା ହେଇ ସେମାନେ ନିଜ ନିଜ ଘରକୁ ଚାଲିଗଲେ। ବାହାଘରର କିଛି ଦିନ ପରେ ପରେ ହିଁ କାଉର ସ୍ତ୍ରୀ କାଉ ପାଖରେ ଦାମୀ ଦାମୀ ଜିନିଷ ଆଣିବାକୁ କହୁଥିଲା। ଶୁଣ, ଆଉ କିଛି ଦିନ ପରେ ମୋ ଭଉଣୀର ବାହାଘର। ତୁମେ ମତେ ଗୋଟେ ସୁନାର ହାର ଆଣିଦିଅ। ମୁଁ ସେ ସୁନା ହାର ପିନ୍ଧି ମୋ ଭଉଣୀ ଘରକୁ ଯିବି। କ'ଣ ହେଲା? ସୁନାହାର? ସୁନାହାର କିଣିବା ପାଇଁ ଅନେକ ଟଙ୍କା ଦରକାର। ଏତେ ଟଙ୍କା ମୁଁ କୋଉଠୁ ଆଣିବି? କେମିତି ଆଣିବ ସେ କଥା ତମେ ଚିନ୍ତା କର। ମୋର ସୁନାହାର ଦରକାର ମାନେ ଦରକାର। ତମେ ଗୋଟେ କାମ କର, କାଲି ଜଙ୍ଗଲ ଭିତରକୁ ଯାଇ ଗଛ କାଟ। ତାପରେ ସେ କାଠ ନେଇ ବଜାରରେ ବିକ୍ରି କର। କ'ଣ ହେଲା? ମୁଁ ଗଛ କାଟିବି, କିନ୍ତୁ ଆଜି ଯାଇ ମୁଁ ଏତେ ପରିଶ୍ରମ କାମ କରିନି। ଏ ସବୁ ମୁଁ କେମିତି କରିବି? ଗଛ ନ କାଟିଲେ ନଦୀରୁ ମାଛ ଧର। ବଜାରରେ ମାଛର ବି ଭଲ ଦାମ ମିଳିଯିବ। ଏବେ ଆଉ ଜଙ୍ଗଲରେ ବେଶୀ ଉତ୍ସବ ହେଉନି ଯେ ତୁମେ ନିଜ ପ୍ରତିଭା ଦେଖି ଟଙ୍କା ରୋଜଗାର କରିପାରିବ। ଆଚ୍ଛା ଆଚ୍ଛା ଠିକ୍ ଅଛି, ମୁଁ ନଦୀରୁ ମାଛ ଧରିବି। କାଠ କାଟିବା ଅପେକ୍ଷା ନଦୀରୁ ମାଛ ଧରିବା ସହଜ ହେବ। ପରଦିନ ସକାଳୁ ହିଁ କାଉ ନଦୀକୁ ମାଛ ଧରିବା ପାଇଁ ଗଲା।
ମାଛ ବିକ୍ରି କରି ସେ ଯାହା ବି ଟଙ୍କା ପାଉଥିଲା ତା ସ୍ତ୍ରୀକୁ ନେଇ ଦେଉଥିଲା। ଏ ସବୁ ପରେ ବି ସେ ତା ସ୍ତ୍ରୀର ଇଚ୍ଛା ପୂରା କରିପାରୁନଥିଲା। ଶୁଣ, ଆଜି ମାଛ ବିକ୍ରି କରି ମୋ ପାଇଁ ବିରିୟାନୀ ଆଣିବ। ଯଦି ନ ଆଣିବ ମୁଁ ତୁମକୁ ଘରେ ପଶିବାକୁ ଦେବିନି। ଆଚ୍ଛା ଆଚ୍ଛା, ତୁ ଆଉ ରାଗନି। ଆଜି ଯେମିତି ବି ହେଉ ମୁଁ ତୋ ପାଇଁ ବିରିୟାନୀ ଆଣିଦେବି। ମୁଁ ଏବେ ଯାଉଛି। ଏମିତି କହି କାଉ ନଦୀକୁ ଗଲା ଆଉ ମାଛ ଧରି ବଜାରରେ ନେଇ ବିକ୍ରି କଲା। ସେ ଯାହା ବି ଟଙ୍କା ପାଇଲା ସେ ଟଙ୍କାରେ ତା ସ୍ତ୍ରୀ ପାଇଁ ବିରିୟାନୀ ନେଲା। ଏମିତି ଦିନେ ସେ ତା ସ୍ତ୍ରୀ ସାଙ୍ଗରେ ଜଙ୍ଗଲରେ ବୁଲୁଥିଲା। ବୁଲୁ ବୁଲୁ ଚଢ଼େଇ ସାଙ୍ଗରେ ତାର ଦେଖା ହେଲା। ଆରେ ତମେ ମାନେ ଏମିତି ମନ ଦୁଃଖ କରି କୁଆଡେ ଯାଉଛ? ଅଙ୍କଲ, ଆମର ଗୋଟେ ଛେଳିକୁ ବାଘ ନେଇଯାଇଛି। କଣ ହେଲା? ବାଘ? ବାଘ ଏ ଜଙ୍ଗଲକୁ ଚାଲି ଆସିଲାଣି? ବାଘ ଏଠାକୁ ଆସିନି। ଆମ ଜଙ୍ଗଲର ଶେଷ ମୁଣ୍ଡରେ ଯୋଉ ବଡ଼ ଘାସ ପଡ଼ିଆ ଅଛି ସେଠାକୁ ଯାଇ ସମସ୍ତେ ନିଜ ଛେଳି ମେଣ୍ଢା ଚରାନ୍ତି। ଆଜି ଯେତେବେଳେ ଛେଳିମାନେ ଘରକୁ ଫେରିଲେ ମୁଁ ଦେଖିଲି ମୋର ଗୋଟେ ଛେଳି ନାହିଁ। ବାଘ ହିଁ ମୋ ଛେଳିକୁ ନେଇଯାଇଛି। ଆଚ୍ଛା ଚଢ଼େଇ ଭଉଣୀ, ବାଘ ଯେତେବେଳେ ତୁମ ଛେଳିକୁ ନେଉଥିଲା ତୁମେ କଣ ବାଘକୁ ଦେଖିଥିଲ? ନା, ବାଘକୁ ତ ଦେଖିନି, ହେଲେ ମୁଁ ସନ୍ଦେହ କରୁଛି ବାଘ ଛଡ଼ା ଏମିତି କାମ କିଏ କରିବ। ଏମିତି କଥା ହେଇ ଚଢ଼େଇ ତା ଝିଅକୁ ନେଇ ସେଠାରୁ ଚାଲିଗଲା। କାଉ ଆଉ ତାର ସ୍ତ୍ରୀ ବି ଘରକୁ ଫେରି ଆସିଲେ। ଆରେ ଶୁଣ, ମୋ ପାଖରେ ଗୋଟେ ଉପାୟ ଅଛି। ତୁମେ ଯଦି ସେମିତି କରିବ ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା ରୋଜଗାର କରିପାରିବ। କଣ ଉପାୟ ଅଛି ତୋ ପାଖରେ? ତାପରେ ସେ ତା ଯୋଜନା କଥା ତା ସ୍ୱାମୀକୁ କହିଲା। ବାଃ, ତୋ ବୁଦ୍ଧି ତ ବହୁତ ଭଲ। ମୁଁ କାଲିଠୁ ହିଁ କାମ ଆରମ୍ଭ କରିଦେବି। ଏମିତି ସେ ଦିନ ବିତିଗଲା। ପରଦିନ ସକାଳେ ସବୁ ଚଢ଼େଇ ନିଜ ନିଜ ଛେଳି ଧରି ସେ ଘାସ ପଡ଼ିଆକୁ ଗଲେ। ଓହୋ, ଆଜି ଭାରି ଗରମ ଲାଗୁଛି। ଛେଳିମାନେ ତ ଘାସ ଖାଉଛନ୍ତି। ଚାଲ ଆମେ ସମସ୍ତେ ଗଛ ମୂଳେ ଯାଇ ଆରାମ କରିବା। ଏ କଣ? ବାଘ ବୋଧେ ଆସିଗଲା। ପଳାଅ ରେ ପଳାଅ, ନିଜ ଜୀବନ ବଞ୍ଚେଇ ପଳାଅ। ଯା ହଉ ବଞ୍ଚିଗଲେ। ବାଘର ଶବ୍ଦ ଆଉ ଶୁଭୁନି। ସେ ବୋଧେ ଚାଲି ଯାଇଥିବ। ଏବେ ଚାଲ ଆମ ଛେଳିମାନଙ୍କୁ ନେଇ ଆସିବା। ଆରେ ମୋର ଗୋଟେ ଛେଳି କୁଆଡେ ଗଲା? ଏଇଠି ତ ମୋ ଛେଳି ଘାସ ଖାଉଥିଲା। ଆଉ ମନ ଦୁଃଖ କରନି ମିଟୁ ଭଉଣୀ, ବାଘ ନିଶ୍ଚୟ ତୁମ ଛେଳିକୁ ନେଇ ଯାଇଥିବ। ଚାଲ ଅନ୍ୟ ଛେଳିମାନଙ୍କୁ ନେଇ ଆମେ ଘରକୁ ଯିବା। ତାପରେ ସବୁ ଚଢ଼େଇ ନିଜ ନିଜ ଛେଳିକୁ ଧରି ଘରକୁ ଗଲେ। ଏମିତି 2-3 ଦିନରେ ଧରି ବାଘର ଗର୍ଜନ ଶୁଭୁଥିଲା। ତାପରେ ପରେ ହିଁ କାହାର ନା କାହାର ଗୋଟେ ଛେଳି ହଜି ଯାଉଥିଲା। ଯେତେ ଖୋଜିଲେ ବି ଛେଳିମାନଙ୍କୁ କେହି ପାଉନଥିଲେ। ସେପଟେ ଦିନକୁ ଦିନ କାଉମାନେ ଧନୀ ହେଇଯାଉଥିଲେ, ହେଲେ କେହି ବି କାଉକୁ କାମ କରିବାର ଦେଖୁନଥିଲେ। ଦିନେ ପାଖ ଜଙ୍ଗଲରେ ଏଇ ନିଅନ୍ତୁ ଚିଲ ଆଜ୍ଞା, ମୁଁ ଆଜି ବି ଗୋଟେ ଛେଳି ନେଇ ଆସିଛି। ଆରେ ବାଃ କାଉ, ତୁ ଆଜି ବି ଛେଳି ଆଣିଛୁ? ଆଚ୍ଛା, ପ୍ରତିଦିନ ତୁ ଏତେ ଛେଳି କୋଉଠୁ ଆଣୁଛୁ? ସେ କଥା ଜାଣିକି ତୁମେ କଣ କରିବ? ତୁମେ ଛେଳି କିଣିବ କି ନାହିଁ କହିଲ, ନହେଲେ ମୁଁ ଅନ୍ୟ ଦୋକାନକୁ ଯିବି। ଆରେ ନା ନା, ତୁ ଆଉ କୁଆଡେ କାହିଁକି ଯିବୁ? ମୁଁ ତ ଛେଳି କିଣିବି। ଏଇ ନେ ଟଙ୍କା। ଏମିତି କାଉ ଚିଲ ପାଖରେ ଛେଳି ବିକ୍ରି କରି ସେ ଟଙ୍କାରେ ତା ସ୍ତ୍ରୀକୁ ଗୋଟେ ସୁନାହାର ନେଇଦେଲା। ବା ବା ବା, ଆଜି ତ ବୁଦ୍ଧି ପାଇଁ ଆମେ ଏତେ ଧନୀ ହେଇପାରିଲେ। ସମସ୍ତେ ଭାବୁଛନ୍ତି ବାଘ ତାଙ୍କ ଛେଳିକୁ ନେଉଛି, ହେଲେ ପ୍ରକୃତରେ ମୁଁ ବାଘ ଶବ୍ଦ ବାହାର କରି ତାଙ୍କ ଛେଳି ଚୋରି କରି ନେଇ ବିକ୍ରି କରୁଛି। ସେଇ ଛେଳି ବିକା ଟଙ୍କାରେ ହିଁ ମୁଁ ଆଜି ତୋ ପାଇଁ ଗୋଟେ ସୁନାହାର କିଣିପାରିଲି। ହଁ, ଏମିତି ଯଦି ସବୁଦିନ ମୋ କଥା ମାନିବ ତମେ ଖୁବ୍ ଶୀଘ୍ର ଆହୁରି ଧନୀ ହେଇଯିବ। ଆରେ ଚଢ଼େଇ, ମୋ ଜାଣିବାରେ କାଉ ତ କିଛି ବି କାମ କରୁନି, ତାହେଲେ ସେ ଏତେ ଧନୀ କେମିତି ହେଉଛି? ହଁ, ମୁଁ ବି କାଉକୁ କାମ କରିବାର କେବେ ଦେଖିନି। ଆମ ଛେଳିମାନଙ୍କୁ ପ୍ରତିଦିନ ବାଘ ନେଇଯାଏ, ହେଲେ ଆଜି ଯାଏଁ ଆମେ ବାଘର ପାଦ ଚିହ୍ନ କି ବାଘକୁ ଆଖପାଖରେ ବି ଦେଖି ନାହାନ୍ତି। ହଁ ଠିକ କଥା, କାଉ ସବୁ ପଶୁ ପକ୍ଷୀଙ୍କ ଶବ୍ଦ ନକଲ କରିପାରେ। ଏ ସବୁ ଚୋରି ପଛରେ କାଉର ହାତ ନାହିଁ ତ? ମୋର ବି କାଉ ଉପରେ ସନ୍ଦେହ ହେଉଛି। ବିନା ପ୍ରମାଣରେ ଆମେ ତାର କିଛି ବି କରିପାରିବାନି। ସତ କଥା ଜାଣିବା ପାଇଁ ଚାଲ ଏବେ ହିଁ ଆମେ ଛେଳିମାନଙ୍କୁ ନେଇ ସେ ଖୋଲା ଘାସ ପଡ଼ିଆକୁ ଯିବା।
ତାପରେ ସବୁ ଚଢ଼େଇ ନିଜ ନିଜ ଛେଳି ଧରି ସେ ଘାସ ପଡ଼ିଆକୁ ଗଲେ ଆଉ ଛେଳିମାନଙ୍କୁ ଛାଡ଼ି ସେଠି ଲୁଚି ରହିଲେ। ଯେତେବେଳେ କାଉ ଛେଳି ଚୋରି କରିବାକୁ ଆସିଲା ସମସ୍ତେ ସେଠାକୁ ଚାଲି ଆସିଲେ। ମାର ମାର ଏ ଚୋରକୁ, ଏତେ ଦିନ ତାହେଲେ ତୁ ବାଘର ଶବ୍ଦ କରି ଆମ ଛେଳି ଚୋରି କରୁଥିଲୁ। ଏଇ ଚୋରକୁ ଉଚିତ ଶିକ୍ଷା ଦେବା। ତା ମୁହଁରେ ଚୂନକାଳି ବୋଳି ବେକରେ ଜୋତା ମାଳ ପକାଅ ଆଉ ତାକୁ ପୁରା ଜଙ୍ଗଲରେ ବୁଲାଅ। ସବୁ ଚଢ଼େଇ କାଉ ମୁହଁରେ ଚୂନକାଳି ବୋଳି ତାକୁ ଜୋତାର ମାଳ ପିନ୍ଧେଇଲେ ଆଉ ସେମାନେ ତାକୁ ଜଙ୍ଗଲରେ ବୁଲେଇଲେ। ଏ କଣ ତୁମର ଏମିତି ଅବସ୍ଥା କିଏ କଲା? ସବୁ ତୋରି ପାଇଁ ହେଇଛି। ତୋ ବୁଦ୍ଧିରେ ପଡ଼ି ମୁଁ ଯଦି ଛେଳି ଚୋରି କରିନଥାନ୍ତି ଆଜି ମୋର ଏ ଅବସ୍ଥା ହେଇନଥାନ୍ତା। ଆଚ୍ଛା, ଏ ସବୁ ବୁଦ୍ଧି ତାହେଲେ ଚମ୍ପାର? ଆରେ ଦେଖୁଛ କଣ, ୟା ବେକରେ ବି ଜୋତା ମାଳ ପକାଅ। ସବୁ ଚଢ଼େଇ ମିଶି ଚମ୍ପା କାଉକୁ ବି ଜୋତା ମାଳ ପିନ୍ଧେଇଲେ। ତାପରେ ସେମାନେ ଦୁଇ କାଉଙ୍କୁ ସେ ଜଙ୍ଗଲରୁ ବାହାର କରିଦେଲେ। ଦୂର ଏକ ଜଙ୍ଗଲରେ ଗୋଟିଏ ପରିଶ୍ରମୀ ଚଢ଼େଇ ରହୁଥିଲା। ତାର ଏକ ଡାଳିମ୍ବ ଗଛ ଥିଲା। ସେ ତାର ଡାଳିମ୍ବ ଗଛର ଖୁବ୍ ଯତ୍ନ ନେଉଥିଲା। ପ୍ରତିଦିନ ସେ ତା ଗଛରୁ ଡାଳିମ୍ବ ତୋଳି ଜଙ୍ଗଲରୁ ଜଙ୍ଗଲ ବୁଲି ବୁଲି ବିକ୍ରି କରୁଥିଲା। ଡାଳିମ୍ବ ନିଅ ଡାଳିମ୍ବ, ମିଠା ମିଠା ଡାଳିମ୍ବ। ଆରେ ଚଢ଼େଇ ତୁ ଆସିଗଲୁ, ମୁଁ ତତେ ହିଁ ଅପେକ୍ଷା କରିଥିଲି। ତ ଡାଳିମ୍ବ ଦିନେ ନ ଖାଇଲେ ମୋ ପେଟ ପୁରେନି। ଦେ ଦେ ମତେ ଆଗ 2 କେଜି ଡାଳିମ୍ବ ଦେ। ଏମିତି ଚଢ଼େଇ ତା ଡାଳିମ୍ବ ବିକ୍ରି କରିସାରି ଘରକୁ ଫେରିଲା। ଓ ବାବା, କି ଗରମ ଲାଗୁଛି। ଏତେ ଗରମରେ ମୋର ଛୋଟ ଘରେ ରହି ହେଉନି। ମୁଁ ଶୀଘ୍ର କିଛି କରେ, ନହେଲେ ଗରମ ପାଇଁ ମୋ ଦେହ ଖରାପ ହେଇଯିବ। କାଲି ସକାଳ ହେଉ ମୁଁ କିଛି କଞ୍ଚା ଘାସ ଆଉ ଲତା ନେଇ ଆସେ। କଞ୍ଚା ଘାସ ମୁଁ ଘର ଭିତରେ ବିଛେଇ ଦେବି। ଘର ଭିତରଟି ନିଶ୍ଚୟ ଥଣ୍ଡା ଲାଗିବ। ଏମିତି ଚିନ୍ତା କରି ଚଢ଼େଇ ଘାସ ଲତା ଆଣିବା ପାଇଁ ବାହାରକୁ ଗଲା। ରାସ୍ତାରେ କାଉ ସହ ତାର ଦେଖା ହେଲା। କିରେ ଚଢ଼େଇ, ଏତେ ସକାଳୁ ସକାଳୁ ତୁ କୁଆଡ଼େ ଯାଉଛୁ? କାଉ ଭଉଣୀ, ଯୋଉ ଗରମ ପଡ଼ିଛି ନା, ଏଇ ଗରମରେ ଆଉ ଘରେ ରହି ହେଉନି। ସେଥିପାଇଁ ମୁଁ ଜଙ୍ଗଲ ଭିତରକୁ ଯାଉଛି କିଛି କଞ୍ଚା ଘାସଲତା ଆଣିବା ପାଇଁ। ଘର ଭିତରେ ଆଉ ଘର ଚାରିପାଖରେ କଞ୍ଚା ଘାସଲତା ବିଛେଇ ଦେଲେ ଘର ଭିତରଟି ଥଣ୍ଡା ଲାଗିବ। ହଁ ହଁ, ମୁଁ ବି ଶୁଣିଥିଲି ଘର ଉପରେ ଆଉ ଭିତରେ କଞ୍ଚା ଘାସଲତା ବିଛେଇ ଦେଲେ ଘର ଭିତରଟି ଥଣ୍ଡା ରୁହେ। ଯା ଯା, ତୋ କାମ କରିବୁ ଯା। କାଉ ଭଉଣୀ, ତୁମେ ବି ମୋ ସାଙ୍ଗରେ ଚାଲ। କଞ୍ଚା ଘାସଲତା ଆଣି ନିଜ ଘରେ ବିଛେଇ ଦେବ। ଥଣ୍ଡା ଘରେ ରହିବାକୁ ଭାରି ଭଲ ଲାଗିବ। ନା ନା, ଏଇ ଗରମରେ ମୁଁ ଏତେ ପରିଶ୍ରମ କରିପାରିବିନି। ତୋର ସିନା କେହି ନାହାନ୍ତି ବୋଲି ତୁ ସବୁ କାମ ଏକା କରୁଛୁ। ମୋର ତ ସ୍ୱାମୀ ଅଛି, ମୋ ସ୍ୱାମୀ ମୋ ପାଇଁ ଘର ତିଆରି କରିଦେବେ। ମୁଁ କାହିଁ ଏତେ ହଇରାଣ ହେବାକୁ ଯିବି? ଆଚ୍ଛା ଠିକ ଅଛି, ତୁମେ ଯାଇ ତୁମ ସ୍ୱାମୀକୁ ଏକଥା କୁହ। ମୁଁ ଏବେ ଯାଉଛି କାଉ ଭଉଣୀ। ତାପରେ ଚଢ଼େଇ ଜଙ୍ଗଲ ଭିତରକୁ ଗଲା ଆଉ କାଉ ନିଜ ଘରକୁ ଆସିଲା। ଆରେ ଶୁଣୁଛ, ଚଢ଼େଇ ଏବେ ଜଙ୍ଗଲ ଭିତରକୁ ଗଲା କଞ୍ଚା ଘାସଲତା ଆଣିବା ପାଇଁ। ଯେମିତି ତେ ଗରମରେ ବି ତା ଘର ଥଣ୍ଡା ରହିବ। ତୁମେ ବି ଯାଅ, ଆମ ଘର ପାଇଁ କିଛି କଞ୍ଚା ଘାସଲତା ଖୋଜି ଆଣିବ। ଆମେ ବି ଆମ ଘରକୁ ଥଣ୍ଡା କରିବା। ଯେମିତି ଗରମ ପଡ଼ିଛି, ମୁଁ ଏ ଗରମରେ ବାହାରକୁ ଯାଇ କାମ କରିପାରିବିନି। ଚଢ଼େଇ ତ ଆମର ପଡ଼ୋଶୀ, ସେ କ'ଣ ତା ଘରେ ଆମକୁ କିଛି ସମୟ ପାଇଁ ରହିବାକୁ ଦେବନି? ଆମକୁ ଯେତେବେଳେ ବି ଗରମ ଲାଗିବ ଆମେ ଚଢ଼େଇ ଘରକୁ ଚାଲିଯିବା ଆଉ କିଛି ସମୟ ପାଇଁ ତା ଥଣ୍ଡା ଘରେ ଆରାମ କରି ଆସିବା। ହଁ ହଁ, ତୁମେ ଠିକ କହିଛ। ଏତେ ପରିଶ୍ରମ କରି ଘର କରିବା ଅପେକ୍ଷା ଚଢ଼େଇ ଘରେ କିଛି ସମୟ ପାଇଁ ଆରାମ କରିନେବା। ସେପଟେ ଚଢ଼େଇ ଘାସ ଲତା ଦେଇ ନିଜ ଘରକୁ ସୁନ୍ଦର କରି ତିଆରି କରିନେଲା। ସେତେବେଳେ କାଉର ସ୍ତ୍ରୀ ତା ଘରକୁ ଆସିଲା। ଆରେ ଚଢ଼େଇ, ତା ଘର ତିଆରି କାମ ସରିଗଲା? ହଁ ହଁ କାଉ ଭଉଣୀ, ମୋ ଘର ତିଆରି ସରିଗଲା। ଭିତରକୁ ଆସି ଦେଖିଯାଅ ମୋ ଘର କେମିତି ଥଣ୍ଡା ଅଛି। ଆରେ ବାଃ ଚଢ଼େଇ, ସତରେ ତ ତୋ ଘର ଭିତରଟା ବହୁତ ଥଣ୍ଡା ଅଛି। ହଁ କାଉ ଭଉଣୀ, ମୁଁ ଅନେକ ପରିଶ୍ରମ କରି ଘର ତିଆରି କରିଛି। ମୋ ଘର ଭିତରଟା ଥଣ୍ଡା ଲାଗିବନି କେମିତି? ଆରେ ଶୁଣୁଛ, ମୁଁ ନା ଏବେ ସେ ଚଢ଼େଇର ଘରକୁ ଯାଇଥିଲି। ତା ଘର ଭିତରଟା ନା ଭାରି ଥଣ୍ଡା। ମୋର ତ ତା ଘରୁ ବାହାରିବାକୁ ଇଚ୍ଛା ହେଉନଥିଲା। ଆଚ୍ଛା ତାହେଲେ ଚାଲ ଏବେ ସେ ଚଢ଼େଇ ଘରକୁ ଯିବା ଆଉ କିଛି ସମୟ ଆରାମ କରି ଆସିବା। ଚଢ଼େଇ ଅନେକ କଷ୍ଟ କରି ତା ଘର ବନେଇଛି। ସେ କ'ଣ ଏମିତି ତୁମକୁ ତା ଘରେ ରହିବାକୁ ଦେବ? ତାହେଲେ ଏବେ କ'ଣ କରିବା? ଶୁଣ, ମୋ ପାଖରେ ଏକ ଉପାୟ ଅଛି ଯାହା ଦ୍ୱାରା ଚଢ଼େଇ ଖୁବ୍ ସହଜରେ ଆମକୁ ତା ଘରେ ରହିବାକୁ ଦେବ।
ଏମିତି ଦୁଇ କାଉ ଏକ ଯୋଜନା ବନେଇଲେ। ପରଦିନ କାଉର ସ୍ତ୍ରୀ ଚଢ଼େଇର ଘରକୁ ଗଲା। ଆରେ ଚଢ଼େଇ, ସର୍ବନାଶ ହେଇଗଲା। ଗରମ ପାଇଁ ମୋ ସ୍ୱାମୀ ବେହୋସ ହେଇଯାଇଛନ୍ତି। ଚଢ଼େଇ, ତ ଘରେ ତ ବହୁତ ଥଣ୍ଡା। କିଛି ସମୟ ପାଇଁ ମୋ ସ୍ୱାମୀକୁ ତ ଘରେ ରହିବାକୁ ଦେଇଥା। ମତେ ଟିକେ ସାହାଯ୍ୟ କର ଚଢ଼େଇ। ଆଚ୍ଛା ଆଚ୍ଛା, ଆଉ କାନ୍ଦନି କାଉ ଭଉଣୀ, ଚାଲ ଶୀଘ୍ର କାଉ ଭାଇଙ୍କୁ ନେଇ ଆସିବା। ତାପରେ ଚଢ଼େଇ ଆଉ କାଉର ସ୍ତ୍ରୀ ମିଶି କାଉକୁ ନେଇ ଆସିଲେ। କାଉ ଭାଇଙ୍କର ହୋସ ଆସିବା ଯାଏଁ ତୁମେ ଏଠି ଆରାମ କର। ତୁମେ ତ ଦେଖୁଛ କାଉ ଭଉଣୀ, ମୋ ଘର ବହୁତ ଛୋଟ। ଏଠି 3 ଜଣ ରହିପାରିବାନି। କାଉ ଭାଇଙ୍କର ହୋସ ଆସିଲା ପରେ ତୁମେ ନିଜ ଘରକୁ ଚାଲିଯିବ। ହଁ ହଁ ଚଢ଼େଇ, ମୋ ସ୍ୱାମୀଙ୍କର ହୋସ ଆସିଲା ପରେ ଆମେ ତ ଘରୁ ଚାଲିଯିବୁ। ଏମିତି ସେ ରାତି ବିତିଗଲା। ସକାଳ ହେଲା ପରେ ଚଢ଼େଇ ଦୁଇ କାଉଙ୍କୁ ଉଠେଇଲା। କାଉ ଭାଇ, ଏବେ ତୁମ ଦେହ କେମିତି? ମୁଁ ଏବେ କାମକୁ ଯାଇଥାନ୍ତି, ତୁମେମାନେ ବି ନିଜ ଘରକୁ ଯାଅ। ଆରେ ଚଢ଼େଇ, ଏବେ ମତେ ଭଲ ଲାଗୁଛି ଯେ, ହେଲେ ମୁଁ ପୁରାପୁରି ଭଲ ହେଇନି। ମତେ ଆଉ ଟିକେ ଶୋଇବାକୁ ଦେ, ମୁଁ ଭଲ ହେଇଯିବି। ତୁ କାମକୁ ଯା, ଆମେ ଶୋଇକି ଉଠିଲେ ତ ଘରୁ ଚାଲିଯିବୁ। ଆଚ୍ଛା ଠିକ ଅଛି, ମୁଁ ଏବେ ବାହାରକୁ ଯାଉଛି। ଏମିତି କହି ଚଢ଼େଇ ନିଜ ଡାଳିମ୍ବ ଝୋଳି ନେଇ ବଜାରକୁ ଗଲା। ଅନେକ ସମୟ ବିତିଗଲା, ତଥାପି କାଉମାନଙ୍କର ନିଦ ଭାଙ୍ଗିଲାନି। ହଠାତ୍ କାଉର ନିଦ ଭାଙ୍ଗିଗଲା। ସେ ଦେଖିଲା ସନ୍ଧ୍ୟା ହେଇଗଲାଣି। ଆରେ ଏଯାଏଁ ତ ନିଦ ଭାଙ୍ଗିନି, ସନ୍ଧ୍ୟା ହେଇଗଲାଣି। ଚଢ଼େଇ ଆସିବା ପୂର୍ବରୁ ଚାଲ ତା ଘରୁ ଚାଲିଯିବା। କଣ କହିଲ? ସନ୍ଧ୍ୟା ହେଇଗଲାଣି? ଚଢ଼େଇ ଘରେ ମୁଁ ସମୟ ଟିକେ ବି ଜାଣିପାରୁନି। ଏଇ ଘର ଯଦି ଆମର ହେଇଥାନ୍ତା କେତେ ଭଲ ହେଇଥାନ୍ତା ନା? ଏମିତି ଘର କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡେ। ହଉ ଛାଡ ସେ କଥା, ଚାଲ ଏବେ ଘରକୁ ଯିବା। କଣ ଖାଲି ଯିବା ଯିବା ହଉଛ? ଆମେ କଣ ଚାଲିଯିବା ପାଇଁ ଚଢ଼େଇ ଘରକୁ ଆସିଛେ? ମାନେ ତୁ କଣ କରିବାକୁ ଚାହୁଁଛୁ? ଆଉ କିଛି ସମୟ ଅପେକ୍ଷା କର, ତୁମେ ସବୁ ଜାଣିପାରିବ। ଆରେ ମୋ ଘର କଣ ଭିତର ପଟୁ ବନ୍ଦ ଅଛି? କାଉମାନେ କଣ ଏଯାଏଁ ମୋ ଘରୁ ଯାଇନାହାନ୍ତି? କାଉ ଭଉଣୀ, କାଉ ଭାଇ, କବାଟ ଖୋଲ, ମୁଁ ଘର ଭିତରକୁ ଯିବି। କିଏ ତୁ? ଆମ ଘରର କବାଟ କାହିଁକି ବାଡ଼ଉଛୁ? ମୁଁ ଚଢ଼େଇ, କବାଟ ଖୋଲ କାଉ ଭଉଣୀ, ମୁଁ ଘର ଭିତରକୁ ଯିବି। ତତେ ଆମେ ଚିହ୍ନିନୁ, ଆମ ଘର ଆଗରେ ପାଟି କରନି, ଚାଲିଯା ଏଠୁ। ଏଇ କଣ କହୁଛ ତମେ ମାନେ? ଏ ଘର ମୋର, ମୋ ଘର ମତେ ଚାଲିଯିବାକୁ କହୁଛ? ଏମିତି କରନି, କବାଟ ଖୋଲ, ମୁଁ ଭିତରକୁ ଯିବି। ହେଲେ କାଉମାନେ ଚଢ଼େଇର କିଛି କଥା ଶୁଣିଲେନି। ଚଢ଼େଇ ମନ ଦୁଃଖରେ ନିଜ ଡାଳିମ୍ବ ଗଛ ପାଖକୁ ଚାଲିଗଲା। ଆଉ ସେଠି ବସି ଅନେକ କାନ୍ଦିଲା। କଣ ହେଲା ଚଢ଼େଇ, ତୁ ଏମିତି କାନ୍ଦୁଛୁ କଣ ପାଇଁ? କିଏ ଏମିତି କଥା କହୁଛ? ମୁଁ ତ ଡାଳିମ୍ବ ଗଛ କଥା କହୁଛି। ଆଜି ଯାଇ ମୁଁ ତତେ ଏମିତି କେବେ ବି କାନ୍ଦିବାର ଦେଖିନି। କହ ଚଢ଼େଇ, ତୋର ଆଜି କଣ ହେଇଛି? ମୁଁ କାଉ ଆଉ ତାର ସ୍ତ୍ରୀକୁ ରହିବା ପାଇଁ ମୋ ଘର ଦେଇଥିଲି, ହେଲେ ସେମାନେ ବହୁତ ସ୍ୱାର୍ଥପର ଥିଲେ। ମୋ ଘରୁ ମତେ ବାହାର କରି ସେମାନେ ମୋ ଘରକୁ କବ୍ଜା କରିନେଲେ। ଏବେ ମୋ ପାଖରେ ରହିବାକୁ ଘର ନାହିଁ। ସେ ଦୁଇ କାଉ ଏତେ ସ୍ୱାର୍ଥପର? ତୁ ଆଉ ମନ ଦୁଃଖ କରନି ଚଢ଼େଇ, ସେମାନେ ଖୁବ୍ ଶୀଘ୍ର ତାଙ୍କ ଶାସ୍ତି ପାଇଯିବେ। ତୋର ଏ ବିପଦ ସମୟରେ ମୁଁ ତତେ ସାହାଯ୍ୟ କରିବି ଚଢ଼େଇ। ହେଲେ ତୁ ତ ଏକ ସାମାନ୍ୟ ଡାଳିମ୍ବ, ତୁ ମତେ କେମିତି ସାହାଯ୍ୟ କରିପାରିବୁ? ଆରେ ଚଢ଼େଇ, ମୁଁ ଏମିତି ସେମିତି ଡାଳିମ୍ବ ନୁହଁ, ମୁଁ ହେଉଛି ଯାଦୁର ଡାଳିମ୍ବ। ଏଇ ଡାଳିମ୍ବ ଘର ଆଜିଠୁ ତୋର। ତୁ ଏଇ ଡାଳିମ୍ବ ଘରେ ରହିବୁ। ଏଠି ସବୁ ସୁବିଧା ଅଛି। ଏଇ ଡାଳିମ୍ବ ଘର ଭିତରେ କିଛି ମଞ୍ଜି ଅଛି, ତୁ ସେସବୁ ନେଇ ଚାଷ କର। ଖୁବ୍ ଶୀଘ୍ର ଡାଳିମ୍ବ ଗଛ ବାହାରି ସେଥିରେ ଅନେକ ଡାଳିମ୍ବ ଫଳିବ। ତୁ ସେ ଡାଳିମ୍ବ ବିକ୍ରି କରି ଆରାମରେ ଚଳିପାରିବୁ। ଡାଳିମ୍ବର କଥା ଅନୁସାରେ ଚଢ଼େଇ ସେ ଡାଳିମ୍ବ ଘର ଭିତରକୁ ଗଲା। ଆଉ ସେ ଘରୁ ଡାଳିମ୍ବ ମଞ୍ଜି ଆଣି ଚାଷ କଲା। ଖୁବ୍ ଶୀଘ୍ର ହିଁ ଡାଳିମ୍ବ ଗଛ ବାହାରି ସେଥିରେ ଅନେକ ଡାଳିମ୍ବ ଫଳିଲା। ଚଢ଼େଇ ସେସବୁ ଧରି ବଜାରକୁ ଗଲା ଆଉ ବିକ୍ରି କଲା। ଏମିତି ତାର ସବୁଦିନ ଭଲରେ ବିତୁଥିଲା। ହେଲେ ଦିନେ କାଉ ଆଉ ତାର ସ୍ତ୍ରୀ ଚଢ଼େଇର ଡାଳିମ୍ବ ଘରକୁ ଦେଖିଲେ। ଆରେ ମୁଁ ଯାହା ଦେଖୁଛି, କଣ ତୁମେ ବି ତା ଦେଖୁଛ? ହଁ, ମୁଁ ବି ସେଇଆ ଦେଖୁଛି। ଆଜି ଯାଏ ମୁଁ ଏତେ ବଡ଼ ଡାଳିମ୍ବ ଘର ଦେଖିନଥିଲି। ମୋର ଏଇ ଡାଳିମ୍ବ ଘର ଦରକାର, ଯେମିତି ବି ହଉ ମତେ ଏଇ ଡାଳିମ୍ବ ଘର ଦିଅ। ଆମେ ଥରେ ଚଢ଼େଇର ଘର ନେଇ ସାରିଛେ, ସେ ଆମକୁ ପୁଣି ଥରେ ତା ଘର କଣ ପାଇଁ ଦେବ? ଚଢ଼େଇଠୁ ତା ଘର ନେବା ପାଇଁ ମୋ ପାଖରେ ଏକ ଉପାୟ ଅଛି। ଆସ ମୋ ସାଙ୍ଗରେ।
କିଏ ମୋ ଘର କବାଟ ବାଡ଼ଉଛ? ତମେ ଦୁଇ କାଉ ଏଠି ମୋ ଘର ନେଇ କଣ ତମମାନଙ୍କୁ ଶାନ୍ତି ଲାଗିଲାନି? ପୁଣି ଥରେ ଚାଲି ଆସିଲ? ଚାଲି ଯାଅ ଏଠୁ। ଓହୋ ଚଢ଼େଇ, ଏତେ ରାଗୁଛୁ କଣ ପାଇଁ ଯେ? ଆମେ ତତେ ଏକ ଖବର ଦେବାକୁ ଆସିଥିଲୁ। ପାରାର ଦେହ ବହୁତ ଖରାପ, ସେ ବଞ୍ଚିବ କି ନାହିଁ ଜଣା ନାହିଁ। ସେ ତତେ ଦେଖିବାକୁ ଚାହୁଁଛି ବୋଲି ଆମକୁ କହିଲା, ସେଥିପାଇଁ ଆମେ ତତେ ଆସି ଖବର ଦଉଛୁ। ଏଇ କଣ କହୁଛ ତମେ ମାନେ? ପାରାର ଦେହ ଖରାପ? ମୁଁ ଏବେ ତା ପାଖକୁ ଯିବି। ବୋକା ଚଢ଼େଇ, ଆମ କଥାରେ ଫସିଗଲା। ଚାଲ ଚାଲ ଏବେ ଡାଳିମ୍ବ ଘର ଭିତରକୁ ଯିବା। ପାରା, ତୁ ଠିକ ଅଛୁ ତ? ମୁଁ ଶୁଣିଲି ତ ଦେହ ଖରାପ। ହଁ ଚଢ଼େଇ, ମୁଁ ଏକଦମ ଠିକ ଅଛି। ତତେ ମିଛ କଥା ଗୁଡ଼ା କିଏ କହିଲା? କାଉ ମାନେ ମତେ ପୁଣି ଥରେ ମିଛ କଥା କହିଲେ। ନିଶ୍ଚୟ ସେମାନେ ମୋର କ୍ଷତି କରିବାକୁ ଚାହୁଁଛନ୍ତି। ପାରା ଭଉଣୀ, ମୁଁ ଏବେ ଘରକୁ ଯାଏ। ମୁଁ ପରେ ତମକୁ ସବୁ କଥା ବୁଝେଇଦେବି। ତମେ ଦୁଇ କାଉ ଏତେ ଖରାପ, ପୁଣି ଥରେ ମୋ ଘରକୁ କବ୍ଜା କରିନେଲ। ବାହାରି ଯାଅ ମୋ ଘରୁ। ନା, ଆଜିଠୁ ଏଇ ଘର ଆମର। ତୁ ଏଠୁ ଚାଲି ଯା। ମୁଁ ମୋ ଘର ଛାଡି କୁଆଡେ ବି ଯିବିନି। ବାହାର ମୋ ଘରୁ। ଏଇ ସବୁ ଘଟଣା ଡାଳିମ୍ବ ବି ଦେଖୁଥିଲା। ସେ ଆଉ ସହି ନପାରି ତା ଶକ୍ତି ଦ୍ୱାରା ବିଷାକ୍ତ ଧୂଆଁ ଡାଳିମ୍ବ ଘର ଭିତରେ ବାହାର କଲା। ସେଇ ବିଷାକ୍ତ ଧୂଆଁ ଯୋଗୁଁ ଦୁଇ କାଉ ମରିଗଲେ। ଚଢ଼େଇ ନିଜ ଘରକୁ ଫେରି ପାଇ ଖୁବ୍ ଖୁସି ହେଇଗଲା ଆଉ ଶାନ୍ତିରେ ନିଜ ଜୀବନ ବିତେଇଲା।